ଜୟ ଜଗନ୍ନାଥ ସାଙ୍ଗମାନେ। ଯେମିତି ମୁଁ କାଲି କହିଥିଲି କି ଦିନ ଖରାପ ମାନେ ସବୁ ଖରାପ, କିନ୍ତୁ ଆଜି ମୁଁ ଦିନଟା ଭଲରେ ଆରମ୍ଭ କରିଥିଲି। ଭଲସେ ମୁଁ ସେ ଫୁଲ ଗୁଡ଼ାକୁ ନେଇ ଛାତ ଉପରେ ଖରା ବି ପକାଇ ଦେଇଥିଲି। ଆଉ ଟାଇମ୍ରେ ଦୋକାନକୁ ଯାଇଥିଲି, କାରଣ ସେଠୁ ଅଲଗା କିଛି ଜିନିଷ ବି ଆଣିବାର ଥିଲା। ଆଉ ସେସବୁ ଆଣିସାରିଲା ପରେ ମୁଁ ଏ ଘଷିର ରେଟ୍ଟା ପଚାରିଥିଲି, ଯେଉଁଟାକି 70 ଟଙ୍କା କହିଲେ। 5 ପିସ୍ ଘଷିକି 70 ଟଙ୍କା। ଗାଁରେ ପଣେ ଘଷି ହେବ ଭାଇ। ତାକୁ ମୁଁ ଆଣିବି, ତାକୁ ପଳେଇ ଆସିଲି। ଆସିକି ସେ ଫୁଲ ଗୁଡ଼ାକୁ ମୁଁ ପାଉଡ଼ର କରିକି ସବୁ ରଖିଦେଲି। ତାପରେ ସେଥିରେ କିଛି ମାନେ ଘଷି ପକେଇଲି, ଆଉ କିଛି ମୁଁ କର୍ପୂର ଯେଉଁଟାକୁ କୁହନ୍ତି କର୍ପୂର ବି କିଛି ପକେଇଲି। ତାପରେ ଅଳ୍ପ କିଛି ଝୁଣା ବି ପକେଇଲି। ମୁଁ ଝୁଣା ପକେଇ ସାରି ତାକୁ ସବୁ ପାଉଡ଼ର କରିସାରିଲା ପରେ ମୁଁ ସେଥିରେ ମିକ୍ସ କରିକି, ତାପରେ ଟିକେ ଗଙ୍ଗା ଜଳ ପକେଇକି ଭଲସେ ତାକୁ ଚକଟି ଗୋଟେ କାଦୁଅ ଟାଇପ୍ର କଲି। କାରଣ ଗଙ୍ଗା ଜଳ ଦେଲେ ଟିକେ ଶୁଭ କାମ ପାଇଁ ଟିକେ ଭଲ। ଆଉ ସେଥିପାଇଁ ତାକୁ ସବୁ ଭଲସେ କାଦୁଅ କରି ଚକୁଡ଼ି ସାରିଲା ପରେ ଛାତ ଉପରେ ଖରାରେ ବସିକି ବଢ଼ିଆ ସେପ୍ ଦେଇକି ମୁଁ ତାକୁ ଆରାମସେ ଭଲ ବହୁତ ସମୟ ବସିଲା ପରେ ତାକୁ ଗୋଟେ କରି ବନେଇଲି। କିନ୍ତୁ ବୋଧେ ଇନ୍ଦ୍ରଦେବଙ୍କୁ ସେଇଟା ପସନ୍ଦ ଆସିଲାନି। ସେଥିପାଇଁ ଏମିତିକା ଛେଚଡ଼ା ବର୍ଷା କଲେ ଭାଇ କାଲି କୁଆପଥର ସହିତ। ମୋର ଯେଉଁ ବନେଇଥିଲି ତାକୁ ସବୁ ପୁରା ଗୋବର ହେଇଗଲା। କେମିତି କହିଲ? ପୁରା ଗୋବର। ମାନେ ତୁମେ ଦେଖିକି ଭାବିପାରିବନି ଏଇଟା କ'ଣ, ମାନେ କଷ୍ଟ।